କାହିଁକି ମୁଁ ସମସ୍ତଙ୍କର ନେଇଯିବି ଜୀବନ। ମୁଁ ହେଉଛି କେନ୍ଦ୍ରାପଡ଼ାର ଯମ। ଚିତ୍ରଗୁପ୍ତ ମୁଁ ଦେଖୁଛି ଆମ କେନ୍ଦ୍ରାପଡ଼ାରେ ଏପରି ସୁବର୍ଣ୍ଣ ମୂଲ୍ୟବାନ ଜୀବନ ଗୁଡ଼ିକ ପଡ଼ିଯାଉଛି। କଣ ପାଇଁ ଚିତ୍ରଗୁପ୍ତ, କଣ ପାଇଁ? ଆଜ୍ଞା ଆମେ ବର୍ତ୍ତମାନ ଯୋଉ ସଡ଼କ ସୁରକ୍ଷା ଜୀବନ ରକ୍ଷା ଚାଲି ଆଜ୍ଞା ଆମେ ଟ୍ରାଫିକରେ ଆଉଛୁ, ଆସିଲା ବେଳକୁ ଗୋଟେ ଛାତ୍ର କଲେଜକୁ ଯାଉଥିଲା। ଆଜ୍ଞା କଲେଜ ହେଲେ ଆଜ୍ଞା ଟ୍ରାଫିକ ଜାଗାରେ ନାଲି ରାସ୍ତା ଚଳିଲା। ଆଜ୍ଞା ସେଠି ବ୍ରେକ୍ ଧରିଲାନି, ପୁରା ଧନ୍ୟ ଧନ୍ୟ ଚିତ୍ରଗୁପ୍ତ, ଧନ୍ୟ। କିନ୍ତୁ ଚିତ୍ରଗୁପ୍ତ କିନ୍ତୁ ସେଇ ପିଲାକୁ ଜାଣିପାରିଲାନି ତାର ବାପା ମା କେତେ ତାକୁ ଛୋଟ ବେଳୁ ଆଦର ସ୍ନେହ ପଇସା ଖର୍ଚ୍ଚ କରି ଏଇଠୁ ଏଡ଼େ ବଡ଼ କଲେ। କଲେଜରେ ପାଠ ପଢିଲା, ଶିଶୁ ତାର ଅମୂଲ୍ୟ ଜୀବନ ଏଇଠୁ ଛାଡ଼ିଗଲା। କଣ କହୁଛ ଚିତ୍ରଗୁପ୍ତ? ହଁ ଚିତ୍ରଗୁପ୍ତ, ଆଉ କଣ ତମ କହିବାର ଅଛି? ମୋବାଇଲ ଗାଡ଼ି ଚଲାଇଲା, ମୋବାଇଲରେ କଥା ହେଇପାରିଲାନି, ମଦ ପିଇକି ଗାଡ଼ି ଚଲେଇବା ନାହିଁ। ଯଦି ଚଲେଇବା ମୁଁ ଭୁଲ ଚଲେଇବେ। ଆଜ୍ଞା ମୋର ଡ୍ୟୁଟି ହେଲା, ଆପଣ ଯାଉଛନ୍ତି ଆପଣଙ୍କ ଟୁରରେ, ମୁଁ ଏଠି ପାର୍ଟି ଖେଳୁ। କିଏ କହୁଛି ଯେତେବେଳେ ସାତଟାକୁ ଦେଖିବି, କିଏ କହୁଛି ନିୟମ ଉଲ୍ଲଂଘନ କଲା, ଆରେ କାରେନି ଆଉ। ଯଦି ଟ୍ରାଫିକର ନିୟମ ମାନିବେ, ଯଦି ଗାଡ଼ି ସ୍ଲୋ ଚଲେଇବେ, ଗାଡ଼ି ଚଲେଇଲା ବେଳେ ଧର୍ମପତ୍ରରେ ଯିବେ, ହେଲମେଟ ପିନ୍ଧିବେ ଏବଂ ମଦ ପାନ ନ କରିବେ, ନିଶାଗତ ନ କରିବେ, ତାହେଲେ ଗଲେ ଜୀବନ ଆଉ ଆମେ ଗାଡ଼ିକୁ ନାହିଁ। ତାହେଲେ ଆପଣ ଜୀବନ ନିଜ ହସ୍ତରେ। ଏ ମଣିଷ ଗୁଡା କଣ ଜାଣିପାରୁନାହାନ୍ତି ଯେ ଆମର ଆତ୍ମୀୟ ଅଫିସରମାନେ କିଭଳି ଭାବରେ ତାଙ୍କର ଚାକିରି ଜୀବନ ଭିତରେ ମଧ୍ୟ ଆମ ମାନଙ୍କ ଜୀବନକୁ ରକ୍ଷା କରିବା ପାଇଁ ଆମ ପାଇଁ ସଦା ଚେଷ୍ଟା, କିନ୍ତୁ ଏମାନେ କିଛି ଜାଣିପାରୁନାହାନ୍ତି ବୋଧେ। ନା